ଆଜି ଆମେ +3 ଫାର୍ଷ୍ଟ ସେମିଷ୍ଟାରର କମ୍ପଲସରି ପେପର VSCର ୟୁନିଟ୍ 2 ମାର୍କିଆ କେତେଗୁଡ଼ିଏ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ପ୍ରାକୃତିକ ସମ୍ପଦ। ତମର କୋଶ୍ଚିନ୍ ପଡ଼ିପାରେ ପ୍ରାକୃତିକ ସମ୍ପଦ ସମ୍ପର୍କରେ ଲେଖ ବା ପ୍ରାକୃତିକ ସମ୍ପଦ କାହାକୁ କୁହାଯାଏ ସେମିତି ପଡ଼ିପାରେ। ପ୍ରାକୃତିକ ସମ୍ପଦ। ପ୍ରାକୃତିକ ସମ୍ପଦ ହେଉଛି ପ୍ରକୃତିର ଉପାଦାନ ଯାହା ଜୀବଜଗତ ପାଇଁ ଏକାନ୍ତ ଆବଶ୍ୟକ। ଶବ୍ଦ ପ୍ରକରଣ ଅନୁସାରେ ସମ୍ପଦର ଅର୍ଥ ହେଉଛି ଗଚ୍ଛିତ ହୋଇ ରହିଥିବା ସରବରାହ ବା ଭରଣ ପୋଷଣର ଉତ୍ସ ବା ଉତ୍ପତ୍ତି ସ୍ଥଳ, ଯାହାକି ମଣିଷର ସୁଖ, ସମୃଦ୍ଧି ଏବଂ ଜୀବନ ଧାରଣ ଆବଶ୍ୟକତାକୁ ପୂରଣ କରିଥାଏ। ପ୍ରାକୃତିକ ସମ୍ପଦ କହିଲେ ବାୟୁମଣ୍ଡଳ, ବାରିମଣ୍ଡଳ, ଅଶ୍ମମଣ୍ଡଳ ଏବଂ ଜୈବମଣ୍ଡଳର ବିଭିନ୍ନ ଭାଗରେ ଥିବା ଉଭୟ ସଜୀବ ଏବଂ ନିର୍ଜୀବ ଉପାଦାନଗୁଡ଼ିକର ସମାହାରକୁ ବୁଝାଏ। ସୁତରାଂ ପ୍ରକୃତି ଦ୍ୱାରା ଗଚ୍ଛିତ ହୋଇ ରହିଥିବା ସମ୍ପଦକୁ ପ୍ରାକୃତିକ ସମ୍ପଦ କୁହାଯାଏ। ଏହା ପୃଥିବୀ ପୃଷ୍ଠରେ ସହଜଲଭ୍ୟ ହୋଇଥିବାରୁ ଏହାକୁ ପାର୍ଥିବ ସମ୍ପଦ ବା ଅର୍ଥ ରିସୋର୍ସେସ୍ ମଧ୍ୟ କୁହାଯାଏ। ନବୀକରଣଯୋଗ୍ୟ ସମ୍ପଦ। ଯେଉଁ ପ୍ରାକୃତିକ ସମ୍ପଦକୁ ବାରମ୍ବାର ବ୍ୟବହାର କରିବା ପରେ ମଧ୍ୟ ତାହା ସମ୍ପୂର୍ଣ୍ଣ ରୂପେ କ୍ଷୟ ହୋଇନଥାଏ ତାହାକୁ ନବୀକରଣଯୋଗ୍ୟ ସମ୍ପଦ କୁହାଯାଏ। ଏହି ସମ୍ପଦ କୌଣସି ପ୍ରକାରରେ ନଷ୍ଟ ହେବା ପରେ ମଧ୍ୟ ପୂର୍ବାବସ୍ଥା ପ୍ରାପ୍ତ ହୋଇପାରେ ଏବଂ ଶେଷ ହୋଇଗଲେ ଉପଯୁକ୍ତ ଯୋଜନା ବଳରେ ପୁନର୍ବାର ପୂରଣ କରାଯାଇପାରେ। ତେଣୁ ଏହାକୁ ପୂରଣୀୟ ବା ଅସରନ୍ତି ସମ୍ପଦ ମଧ୍ୟ କୁହାଯାଏ। ବାୟୁ, ସୂର୍ଯ୍ୟାଲୋକ, ଅରଣ୍ୟ, ଜୀବଜନ୍ତୁ ଇତ୍ୟାଦି ଏହି ଶ୍ରେଣୀର ଅନ୍ତର୍ଗତ। ଉଦାହରଣ ସ୍ୱରୂପ ଅରଣ୍ୟ ପରିମାଣ ହ୍ରାସ ପାଇଲେ ବୃକ୍ଷରୋପଣ ବା ବନୀକରଣ ଦ୍ୱାରା ତାହାକୁ ପୂରଣ କରାଯାଇପାରେ। ସେହିପରି ବନ୍ୟଜନ୍ତୁ ସଂରକ୍ଷଣ ଦ୍ୱାରା ହ୍ରାସ ପାଉଥିବା ବା ଲୋପ ପାଉଥିବା ପଶୁପକ୍ଷୀମାନଙ୍କର ସୁରକ୍ଷା ମଧ୍ୟ ସମ୍ଭବପର ହୋଇଥାଏ। ପ୍ରଜନନ କ୍ଷମତା ଦ୍ୱାରା ଏମାନେ ନିଜକୁ ସୃଷ୍ଟି କରିଥାନ୍ତି। ତେଣୁ ଏଗୁଡ଼ିକର କ୍ଷୟ ପ୍ରାକୃତିକ ଉପାୟରେ ପୂରଣ ହେଉଥିବାରୁ ଏହାକୁ ଅକ୍ଷୟ ସମ୍ପଦ ମଧ୍ୟ କୁହାଯାଏ। ଅଣନବୀକରଣଯୋଗ୍ୟ ସମ୍ପଦ। ସବୁ ପ୍ରକାରର ପ୍ରାକୃତିକ ସମ୍ପଦ ଅସରନ୍ତି ଭଣ୍ଡାର ନୁହେଁ। ଯେଉଁ ପ୍ରାକୃତିକ ସମ୍ପଦ ଥରେ ବ୍ୟବହୃତ ହେବା ପରେ ଶେଷ ହୋଇଯାଏ ତାହାକୁ ସରନ୍ତି ବା କ୍ଷୟଶୀଳ ସମ୍ପଦ କୁହାଯାଏ। ଏହି ସମ୍ପଦର ପରିମାଣ ସୀମିତ ହୋଇଥିବାରୁ ଏହାକୁ ସୀମିତ ସମ୍ପଦ ମଧ୍ୟ କୁହାଯାଏ। ଏହି ସମ୍ପଦକୁ ପୁନର୍ବାର ବ୍ୟବହାର ଉପଯୋଗୀ ବା ପୂରଣ କରାଯାଇପାରେ ନାହିଁ। ତେଣୁ ଏହାକୁ ଅଣନବୀକରଣଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ। ମୁଖ୍ୟତଃ କୋଇଲା, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଥରେ ବ୍ୟବହୃତ ହେବା ପରେ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରେ ନାହିଁ। ସେଗୁଡ଼ିକ ଅତ୍ୟନ୍ତ ସୀମିତ, କ୍ଷୟଶୀଳ ଓ ଅପୂରଣୀୟ ସମ୍ପଦ। ଆଜିକାଲି କୋଇଲା, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଗୁଡ଼ିକର ଭଣ୍ଡାର ମଧ୍ୟ କ୍ରମଶଃ ଶେଷ ହେବାରେ ଲାଗିଛି। ତେଣୁ ବୈଜ୍ଞାନିକମାନେ ବିକଳ୍ପ ଶକ୍ତି ସାମଗ୍ରୀ ରୂପେ ସୌରଶକ୍ତି, ବାୟୁଶକ୍ତି, ଜୁଆର ଶକ୍ତି ଆଦିର ଉପଯୋଗରେ ମାନବ ସଭ୍ୟତାକୁ ଶକ୍ତି ସଙ୍କଟରୁ ରକ୍ଷା କରିବାକୁ ଉଦ୍ୟମ କରି ଚାଲିଛନ୍ତି। ବନ୍ୟଜନ୍ତୁ ସଂରକ୍ଷଣ। ପରିବେଶର ସୁରକ୍ଷା ନିମନ୍ତେ ବନ୍ୟଜନ୍ତୁ ସଂରକ୍ଷଣ ଏକାନ୍ତ ଆବଶ୍ୟକ। ସଂରକ୍ଷଣ ଦ୍ୱାରା ବନ୍ୟ ପଶୁପକ୍ଷୀ ଓ ଉଦ୍ଭିଦଗୁଡ଼ିକ ସୁରକ୍ଷା ଏବଂ ଅବଲୁପ୍ତ ହୋଇଯାଉଥିବା ଜୀବଜନ୍ତୁଗୁଡ଼ିକ ନିମନ୍ତେ ଉନ୍ନତ ପରିସ୍ଥାନ ରଚନା କରି ପରିବେଶର ସନ୍ତୁଳନ ଅବସ୍ଥା ବଜାୟ ରଖିବା ସମ୍ଭବପର ହୋଇଥାଏ। ଭାରତୀୟ ବନ୍ୟଜନ୍ତୁ ପରିଷଦ ଇଣ୍ଡିଆନ୍ ବୋର୍ଡ ଅଫ୍ ୱାଇଲ୍ଡ ଲାଇଫ୍ 1952 ମସିହାରେ ଗଠନ କରାଯାଇ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ ଉପଯୁକ୍ତ ଧ୍ୟାନ ଦିଆଯାଉଛି। ଏହି ପରିଷଦ ବନ୍ୟଜନ୍ତୁ ସୁରକ୍ଷା ପାଇଁ 1972 ବଳରେ ବିଭିନ୍ନ ପଦକ୍ଷେପ ନେଇ ବନ୍ୟଜନ୍ତୁ ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି ନିମନ୍ତେ ଉଦ୍ୟମ ଅବ୍ୟାହତ ରହିଛି। ସୌରଶକ୍ତି। ସୂର୍ଯ୍ୟଙ୍କ ଠାରୁ ମିଳୁଥିବା ତାପ ଏବଂ ଆଲୋକ ଶକ୍ତିକୁ ସୌରଶକ୍ତି କୁହାଯାଏ। ସୂର୍ଯ୍ୟ ଅସରନ୍ତି ଶକ୍ତିର ଉତ୍ସ। ସୌର ରଶ୍ମି ଦ୍ୱାରା ଜୀବମଣ୍ଡଳର ସୃଷ୍ଟି ସମ୍ଭବପର ହୋଇପାରିଛି। ସୌରଶକ୍ତି ବିଶୁଦ୍ଧ ଏବଂ ଏହା ଜୀବନ ସଞ୍ଚାର କରିଥାଏ। ଏହି ଶକ୍ତି ଦ୍ୱାରା ପରିବେଶର କୌଣସି ପ୍ରଦୂଷଣ ଘଟେ ନାହିଁ। ଏହା ଉଦ୍ଭିଦର ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାକୁ ସଂଗଠିତ କରାଏ। ବାର୍ଷିକ ପ୍ରାୟ 1.5 × 1018 କିଲୋୱାଟ୍ ଆୱାର ସୌରଶକ୍ତି ବାୟୁମଣ୍ଡଳ ଗ୍ରହଣ କରେ। ସେଥିରୁ ଭୂପୃଷ୍ଠରେ ପହଞ୍ଚୁଥିବା ଶକ୍ତି ବାୟୁମଣ୍ଡଳର ଅବସ୍ଥା ଯଥା ମେଘୁଆ କିମ୍ବା ବର୍ଷା ପାଗ, ଦିନ ଏବଂ ବର୍ଷାର ସମୟ ଏବଂ ସ୍ଥାନର ଅକ୍ଷାଂଶ ଉପରେ ନିର୍ଭର କରେ। ସୂର୍ଯ୍ୟଙ୍କ ମଧ୍ୟରେ ଅହରହ ଉଦଜାନ ଗ୍ୟାସ୍ ଜ୍ୱଳନ ପ୍ରକ୍ରିୟାରେ ହିଲିୟମ୍ ଗ୍ୟାସ୍ ପରିଣତ ହୁଏ। ଏହି ପ୍ରକ୍ରିୟାରେ ବହୁ ପରିମାଣର ଶକ୍ତି ଉତ୍ପନ୍ନ ହୁଏ। ସୂର୍ଯ୍ୟଙ୍କ ଠାରୁ ଶକ୍ତି ବିକିରିତ ହୋଇ ପୃଥିବୀ ପୃଷ୍ଠରେ ପହଞ୍ଚିବାକୁ ପ୍ରାୟ 8 ମିନିଟ୍ ସମୟ ଲାଗେ।
ଯଦି ସୌରଶକ୍ତିକୁ ଆହରଣ କରି ରଖାଯାଇପାରିବ ଏବଂ ଏହି ସଞ୍ଚିତ ଶକ୍ତିକୁ ପରେ କାର୍ଯ୍ୟରେ ଲଗାଯାଇ ପାରିବ, ତେବେ ଆମର ଶକ୍ତି ସଙ୍କଟ ସହଜରେ ଦୂର ହୋଇପାରିବ। ତେଣୁ ବର୍ତ୍ତମାନ ସୌରଶକ୍ତିର ସଞ୍ଚୟ ଏବଂ ବ୍ୟବହାର ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ପବନ ଶକ୍ତି। ଭୂପୃଷ୍ଠ ଅଭିମୁଖୀ ସୌରଶକ୍ତିର ପ୍ରାୟ 18% ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୁଏ। ଏହା ଫଳରେ ବିଭିନ୍ନ ଅଞ୍ଚଳରେ ଥିବା ବାୟୁମଣ୍ଡଳରେ ଭିନ୍ନ ଭିନ୍ନ ତାପମାତ୍ରା ସୃଷ୍ଟି ହୋଇ ପବନର ପ୍ରବାହ ସଂଗଠିତ କରାଏ। ପବନର ଗତିଜ ଶକ୍ତି ଦ୍ୱାରା ଜେନେରେଟରକୁ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଇପାରୁଛି। ପବନ କଳରେ କେତେଗୁଡ଼ିଏ ପ୍ରୋପେଲର ଖଞ୍ଜା ଯାଇଥାଏ। ପବନର ପ୍ରବାହରେ ପ୍ରୋପେଲରଟି ବୁଲେ ଏବଂ ଏହା ଜେନେରେଟରକୁ ବୁଲାଏ। ଏହା ଫଳରେ ବିଦ୍ୟୁତ୍ ଶକ୍ତି ଜାତ ହୁଏ। କେବଳ ଡେନମାର୍କରେ 5000 ପବନ କଳ ଚାଲୁଅଛି। ଏଥିରୁ ପ୍ରାୟ 2 ଲକ୍ଷ କିଲୋୱାଟ ପାୱାର ମିଳୁଅଛି। ପବନ କଳର ସାହାଯ୍ୟରେ ଭୂଗର୍ଭରୁ ପାଣି ଉଠାଇ ଜଳସେଚନ କରାଯାଇପାରିବ। ବାସଗୃହମାନଙ୍କୁ ବିଦ୍ୟୁତ୍ ଆଲୋକ ଯୋଗାଇ ହେବ ଇତ୍ୟାଦି। ପବନ କଳର ବହୁଳ ବ୍ୟବହାର ଯୋଗୁଁ ନେଦରଲ୍ୟାଣ୍ଡକୁ ପବନ କଳର ଦେଶ ବୋଲି କୁହାଯାଏ। ଏଟା ସର୍ଟ କ୍ୱେଶ୍ଚିନ୍ ଆସିପାରେ। ପବନ କଳର ଦେଶ କାହାକୁ କୁହାଯାଏ? ନେଦରଲ୍ୟାଣ୍ଡକୁ। ଡେନମାର୍କ ସରକାରଙ୍କ ସହାୟତାରେ ପୁରୀର ସମୁଦ୍ରକୂଳ ବଳିଆପଣ୍ଡା ଠାରେ ଓଡ଼ିଶା ସରକାର 20ଟି ପବନ ଚାଳିତ କଳ ବସାଇଛନ୍ତି। ଶକ୍ତି ସଂରକ୍ଷଣ। ଶକ୍ତି ସଂରକ୍ଷଣ ଅତ୍ୟନ୍ତ ଜରୁରୀ ଅଟେ। ଏହା ବର୍ତ୍ତମାନ ସମାଜର ଭାର ସମ୍ଭାଳିବା ସହ ଆମ ଭାବୀ ବଂଶଧରମାନଙ୍କର ଆଶା ଏବଂ ଆବଶ୍ୟକତା ପୂରଣ କରିପାରିବ। ଶକ୍ତିର ସଂରକ୍ଷଣ ନିମ୍ନଲିଖିତ ଉପାୟରେ କରାଯାଇପାରିବ। ନିରବିଚ୍ଛିନ୍ନ ଭାବରେ ମୋଟ ଗାଡ଼ି ପ୍ରଭୃତି ଇନ୍ଧନ କାର୍ଯ୍ୟଦକ୍ଷତାରେ ଉନ୍ନତି କରିବା, ସୌରଶକ୍ତି ଚାଳିତ ଯନ୍ତ୍ର ଏବଂ ମୋଟର ଗାଡ଼ି ଆଦିର ବିକାଶ କରିବା, ଶକ୍ତିର ବିକଳ୍ପ ଉତ୍ସର ବ୍ୟବହାରକୁ ଉତ୍ସାହିତ କରିବା, ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି କରିବା, ଜୀବାଶ୍ମ ଇନ୍ଧନ ଥିବା ନୂଆ ଅଞ୍ଚଳ ଅନୁସନ୍ଧାନ କରିବା, ଦୁର୍ବଳ ଏବଂ ନିଃଶେଷ ହୋଇ ଆସୁଥିବା ସମ୍ପଦରୁ ନୂଆ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଇନ୍ଧନ ନିଷ୍କରଣ କରିବା, କୋଇଲା ଖଣି ଏବଂ ତୈଳ ପ୍ରତିଷ୍ଠାନଗୁଡ଼ିକ ନିଆଁର ଆକସ୍ମିକ ଦୁର୍ଘଟଣାକୁ ରକ୍ଷା କରିବା, ପରିଷ୍କରଣ ସମୟରେ ଅଯଥା ଅପବ୍ୟୟକୁ କମାଇବା, ଘଷି ଜଳାଇବା ବିସର୍ଜନ କରିବା ଏବଂ ବାୟୋଗ୍ୟାସ୍ ଉତ୍ପନ୍ନକୁ ଉତ୍ସାହିତ କରିବା, ଆବଶ୍ୟକ ନ ପଡ଼ିଲେ ଶକ୍ତିର ଅପଚୟ ନ କରିବା, ଇନ୍ଧନ ଯୋଗ୍ୟ ଏବଂ ଧୂମହୀନ ଚୁଲାର ବିକାଶ କରିବା, ଜଙ୍ଗଲ କାଠର ଚାହିଦା କମାଇବା ପାଇଁ ସାମାଜିକ ବନୀକରଣ ବ୍ୟବସ୍ଥାର ସମ୍ପ୍ରସାରଣ କରିବା ଇତ୍ୟାଦି। ସାମାଜିକ ବନୀକରଣ। ପରିବେଶର ସୁରକ୍ଷା ପାଇଁ 1976 ମସିହାରେ ସାମାଜିକ ବନୀକରଣ ଯୋଜନା ଆରମ୍ଭ କରାଯାଇଛି। ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଆମେରିକା ଆନ୍ତର୍ଜାତୀୟ ସଂସ୍ଥା, ସ୍ୱିଡେନ ଆନ୍ତର୍ଜାତୀୟ ଉନ୍ନୟନ ସଂସ୍ଥା, ବିଶ୍ୱ ବ୍ୟାଙ୍କ ସଂସ୍ଥା ଆଦି ବହୁ ଅନୁଦାନ ଏବଂ ପ୍ରୋତ୍ସାହନ ଯୋଗାଉଛନ୍ତି। ଏହାଛଡ଼ା ଆମ ଦେଶର ଗ୍ରାମ ବିକାଶ ସଂସ୍ଥା ଦ୍ୱାରା ମଧ୍ୟ ଅନେକ ସ୍ଥାନରେ ସାମାଜିକ ବନୀକରଣ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ନୂତନ ଭାବରେ ଜଙ୍ଗଲ ସୃଷ୍ଟି କରିବା ସହିତ ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଲୋକଙ୍କୁ ଦେବା ନିଶ୍ଚିତ ଭାବରେ ଏକ ସୁଚିନ୍ତିତ ଯୋଜନା। ତେଣୁ ସମାଜର ଆବଶ୍ୟକତା ପୂରଣ ପାଇଁ ସ୍ଥାନୀୟ ଲୋକମାନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ସାଧନ କରାଯାଇଥାଏ। ପ୍ରାକୃତିକ ଜଙ୍ଗଲ ଉପରେ ସବୁବେଳେ ନିର୍ଭର ନ କରି ସର୍ବସାଧାରଣ ଜାଗା, ରାସ୍ତାକଡ଼, ରେଳ ଲାଇନର ଉଭୟ ପାର୍ଶ୍ୱ ଆଦି ସ୍ଥାନରେ ବିଭିନ୍ନ ଅର୍ଥକାରୀ ଉଦ୍ଭିଦ ଯଥା କାଜୁ, ଲେମ୍ବୁ, ଆମ୍ବ, ପଣସ, ବାଉଁଶ, ୟୁକାଲିପଟାସ, ଶାଳ, ପିଆଶାଳ, ନଡ଼ିଆ ଆଦି ଗଛର ଚାରା ରୋପଣ କରି ଜନସାଧାରଣ ନିଜର ଆବଶ୍ୟକତା ପୂରଣ କରିବା ହେଲା ଏହି ପ୍ରକ୍ରିୟାର ଉଦ୍ଦେଶ୍ୟ। ଭୂପୃଷ୍ଠ ଜଳ। ବର୍ଷା ଜଳ ଭୂପୃଷ୍ଠରେ ପଡ଼ିବା ପରେ ବୋହିଯାଇ ନଦୀ, ନାଳ, ପୁଷ୍କରିଣୀ, ହ୍ରଦ ଆଦିରେ ସଂଗୃହୀତ ହୋଇଥାଏ। ଜଳାଶୟମାନଙ୍କରେ ଜମା ହୋଇ ରହୁଥିବା ଏହି ଜଳକୁ ଭୂପୃଷ୍ଠ ଜଳ କୁହାଯାଏ। ଭୂପୃଷ୍ଠ ଜଳର ବିଭିନ୍ନ ଉତ୍ସଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା। ନଦୀ ଜଳ, ପୁଷ୍କରିଣୀ ଜଳ, ହ୍ରଦ ଜଳ। ନଦୀ ଜଳ ଦେଖିବା। ମୁଖ୍ୟତଃ ବର୍ଷା ଜଳର ସ୍ରୋତମାନ ପ୍ରବାହ ଦ୍ୱାରା ନଦୀ ସୃଷ୍ଟି ହୋଇଥାଏ। ନଦୀ ଜଳ ଭୂପୃଷ୍ଠ ଉପରେ ଦେଇ ପ୍ରବାହିତ ହେବା ସମୟରେ ମୃତ୍ତିକାରେ ଥିବା ବିଭିନ୍ନ ଅପଦ୍ରବ ଓ ଭାସମାନ ପଦାର୍ଥ ସଂସ୍ପର୍ଶରେ ଆସିଥାଏ। ଏହା ବ୍ୟତୀତ ଅଧିକାଂଶ ଜନବସତି ଏବଂ କଳକାରଖାନାରୁ ବାହାରିଥିବା ନାଳ ନର୍ଦ୍ଦମା
ନଦୀରେ ପଡ଼ି ରହୁଥିବାରୁ ନଦୀ ଜଳ ଦୂଷିତ ହୋଇଥାଏ। ଏହି ଜଳକୁ ଯଦି ପ୍ରଦୂଷଣ ରହିତ କରାଯାଇପାରିବ ତେବେ ଏହା ଉତ୍ତମ ପାନୀୟ ଜଳ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ। ସେପରି ପୁଷ୍କରିଣୀ ଜଳ। ପୁଷ୍କରିଣୀ ବା ପୋଖରୀ ଅନ୍ୟ ଏକ ଭୂପୃଷ୍ଠ ଜଳ ଅଟେ। ଏହା ଖାଲୁଆ ଅଞ୍ଚଳରେ ଆବଦ୍ଧ ହୋଇ ରହିଥାଏ। ବିଭିନ୍ନ ଭାସମାନ ଏବଂ ଦ୍ରବୀଭୂତ ପଦାର୍ଥ ଯୋଗୁଁ ଏହା ସହଜରେ ଦୂଷିତ ହୋଇଥାଏ। ହ୍ରଦ ଜଳ। ହ୍ରଦ ଭୂପୃଷ୍ଠ ଜଳର ଅନ୍ୟ ଏକ ଉତ୍ସ ଅଟେ। ସ୍ଥଳ ବିଶେଷରେ ହ୍ରଦ ମଧୁର କିମ୍ବା ଲବଣାକ୍ତ ଜଳ ବିଶିଷ୍ଟ ହୋଇଥାଏ। ପୋଖରୀ ଜଳ ସଦୃଶ ଏହି ଜଳ ମଧ୍ୟ ଭାସମାନ ଓ ଦ୍ରବୀଭୂତ ଅପଦ୍ରବ ସଂସ୍ପର୍ଶରେ ଆସି ଦୂଷିତ ହେବାର ସମ୍ଭାବନା ବିଶେଷ ରହିଥାଏ। ଭୂତଳ ଜଳ। ବର୍ଷା ଜଳର କିଛି ଅଂଶ ପୃଥିବୀ ପୃଷ୍ଠରୁ ମୃତ୍ତିକାର ବିଭିନ୍ନ ସ୍ତର ଦେଇ ଭୂତଳ ଜଳ ଭାବରେ ସଂରକ୍ଷିତ ହୋଇ ରହିଥାଏ। ପ୍ରଚୁର ପରିମାଣରେ ଜଳ ଭୂପୃଷ୍ଠର ନିମ୍ନ ଭାଗରେ ସଞ୍ଚିତ ହୋଇ ରହିଅଛି। କୂପ, ଉତ୍ସକୂପ, ନଳକୂପ, ଝରଣା ଇତ୍ୟାଦିର ଜଳ ଏହି ଭୂତଳ ଜଳର ଅନ୍ତର୍ଭୁକ୍ତ। ଭୂତଳ ଜଳ ସବୁ ସ୍ଥାନରେ ସମାନ ଗଭୀରତାରେ ରହେ ନାହିଁ। ଏହି ଜଳକୁ କୂଅ, ଖଳି କିମ୍ବା ପମ୍ପ ସାହାଯ୍ୟରେ ଉପରକୁ ଆଣି ବାହାର କରାଯାଏ। ଭୂତଳ ଜଳର ଉତ୍ସଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା। କୂପ ଜଳ। କୂପ ଜଳରେ ପ୍ରାୟତଃ ଅପଦ୍ରବ ନଥାଏ। ମୃତ୍ତିକାରୁ ଏହି ଜଳ ବାହାରୁଥିବାରୁ ପ୍ରାୟ ସ୍ୱଚ୍ଛ ଥାଏ। ଭାସମାନ ମଇଳା ଏହି ଜଳରେ ଦେଖାଯାଏ ନାହିଁ, କିନ୍ତୁ କେତେକ ଧାତୁର ଲବଣ ଓ ଘାସ ଏଥିରେ ଦ୍ରବୀଭୂତ ହୋଇ ରହିଥାଏ। ଏହି ଜଳ ବ୍ୟବହାର ପାଇଁ ଅପେକ୍ଷାକୃତ ବିଶୁଦ୍ଧ ଅଟେ। ନଳକୂପ ବସାଇ ଭୂତଳ ଜଳକୁ ଭୂପୃଷ୍ଠକୁ ଆଣି ମଧ୍ୟ ବ୍ୟବହାର କରାଯାଇପାରେ। ଏହା କୂପ ଜଳଠାରୁ ଅଧିକ ବିଶୁଦ୍ଧ ଅଟେ। ଝରଣା ଜଳ। ବର୍ଷା ଜଳ ନିମ୍ନଗାମୀ ହେବା ସମୟରେ କଠିନ ଶିଳା ସ୍ତରର ସଂସ୍ପର୍ଶରେ ଆସିବା ଯୋଗୁଁ ଆବଦ୍ଧ ହୋଇ ରହିଥାଏ। ଏହି ଆବଦ୍ଧ ଜଳ ମାଟି ତଳେ ସିପେଜ୍ ଭାବରେ ରହି ମୃତ୍ତିକା କିମ୍ବା ପ୍ରସ୍ତର ସ୍ତରର ଫାଟ ଦେଇ ଭୂପୃଷ୍ଠକୁ ନିର୍ଗତ ହୁଏ। ଏହାକୁ ଆମେ ଝରଣା ଜଳ କହିଥାଉ। ଝରଣା ଜଳ ସାଧାରଣତଃ ପାନୀୟ ଉପଯୋଗୀ ଅଟେ, କିନ୍ତୁ ସ୍ଥଳ ବିଶେଷରେ କେତେକ ଝରଣା ଜଳରେ ଗନ୍ଧକ ବହୁ ପରିମାଣରେ ଦ୍ରବୀଭୂତ ହୋଇ ରହିଥିବାର ଦେଖାଯାଏ। ମୃତ୍ତିକା କ୍ଷୟ। ଭୂପୃଷ୍ଠର ଉପର ଭାଗକୁ ମାଟି ବା ମୃତ୍ତିକା କୁହାଯାଏ। ଶିଳାଖଣ୍ଡ, ଜୈବିକ ପଦାର୍ଥ ଓ ଅଣୁଜୀବମାନଙ୍କୁ ନେଇ ପ୍ରାକୃତିକ ଉପାୟରେ ମାଟି ସୃଷ୍ଟି ହୁଏ। 1 ଇଞ୍ଚ ଉପରେ ମାଟି ସୃଷ୍ଟି ପାଇଁ 100 ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥାଏ। ବିଭିନ୍ନ ଶିଳା ଚୂର୍ଣ୍ଣୀଭୂତ ହୋଇ ମାଟିରେ ପରିଣତ ହୁଏ। ବିଭିନ୍ନ ପ୍ରାକୃତିକ କାରଣ ଯଥା ଉତ୍ତାପ, ବୃଷ୍ଟିପାତ, ତୁଷାର ଏବଂ ଅନ୍ୟାନ୍ୟ ମାନବବାଦୀ ଜୀବମାନଙ୍କର ଦୀର୍ଘଦିନ କ୍ରିୟା ପ୍ରତିକ୍ରିୟାର ଫଳସ୍ୱରୂପ ଉପରୋକ୍ତ ଉପାଦାନଗୁଡ଼ିକ ମାଟିରେ ପରିଣତ ହୋଇଥାନ୍ତି। ଏଥିରେ ଅସଂଖ୍ୟ ଅଣୁଜୀବ ସର୍ବଦା ସକ୍ରିୟ ରହି ମାଟିର ଉର୍ବରତା ବୃଦ୍ଧି କରିଥାନ୍ତି। ମାଟିର ଉପର ସ୍ତର ଉଦ୍ଭିଦକୁ ଖାଦ୍ୟ ଉପାଦାନ ଯୋଗାଇ ବଢ଼ିବା ପାଇଁ ଶକ୍ତି ଯୋଗାଉଥିବାରୁ ଏହାକୁ ଉଦ୍ଭିଦର ଖାଦ୍ୟ ବଳୟ ବୋଲି କୁହାଯାଏ। ମାଟିର ଉପର ସ୍ତରକୁ ମୃତ୍ତିକା ସ୍ଥାନାନ୍ତରିତ ହେବାକୁ ମୃତ୍ତିକା କ୍ଷୟ କୁହାଯାଏ। ଅକ୍ଷୟ ଓ କ୍ଷୟଶୀଳ ସମ୍ପଦ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। ଅକ୍ଷୟ ସମ୍ପଦ। ଯେଉଁ ସମ୍ପଦଗୁଡ଼ିକର ମନୁଷ୍ୟ ସମାଜ ଦ୍ୱାରା ବହୁଳ ଭାବରେ ବ୍ୟବହାର ହେଲେ ମଧ୍ୟ ଉକ୍ତ ସମ୍ପଦଗୁଡ଼ିକ ବିଲୟ ହୋଇନଥାଏ, ସେଗୁଡ଼ିକୁ ଅକ୍ଷୟ ସମ୍ପଦ କୁହାଯାଏ। ଏହି ଅକ୍ଷୟ ସମ୍ପଦଗୁଡ଼ିକ ନବୀକରଣଯୋଗ୍ୟ ସମ୍ପଦର ଅନ୍ତର୍ଭୁକ୍ତ। ସୌରରଶ୍ମି, ବାୟୁ, ଆଣବିକ ଶକ୍ତି ଇତ୍ୟାଦି ଏହି ଶକ୍ତିର ସମ୍ପଦ। ଏଗୁଡ଼ିକର ବାରମ୍ବାର ବ୍ୟବହାର କଲେ ମଧ୍ୟ ଏହାର ବିଲୟ ହୋଇନଥାଏ। ସମୁଦ୍ର ଲହଡ଼ି ମଧ୍ୟରେ ଏହି ଶ୍ରେଣୀର ସମ୍ପଦ। କ୍ଷୟଶୀଳ ସମ୍ପଦ। ଯେଉଁ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦ୍ୱାରା ଏହାର ବଳୟ ଗଠିତ ହୋଇଥାଏ, ଏହାକୁ ସରନ୍ତି ସମ୍ପଦ କୁହାଯାଏ। ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହାଫଳରେ ଏହି କ୍ଷୟଶୀଳ ପ୍ରାକୃତିକ ସମ୍ପଦର ବହୁଳ ବ୍ୟବହାର ଦେଖାଯାଇଛି। ମନୁଷ୍ୟ ଏହି ସମ୍ପଦର ବହୁଳ ବ୍ୟବହାର କରି ଏହାର ବିଲୟ ଘଟୁଛି। ଯାନବାହନ ଓ କଳକାରଖାନା ଆଦିର ଦୃଢ଼ ବିକାଶ ଦ୍ୱାରା ଏହି ପ୍ରାକୃତିକ ସମ୍ପଦର ବିଲୟ ଘଟୁଛି। ମନୁଷ୍ୟକୃତ କାରଣ ପରିବେଶ ଦୂଷିତ ହେଉଛି। ବର୍ତ୍ତମାନ ପରିସ୍ଥିତିରେ ମନୁଷ୍ୟ ଏହା ହୃଦୟଙ୍ଗମ କରି ଏହି ସମ୍ପଦର ସୁରକ୍ଷା କରିବା ଆବଶ୍ୟକ। ବନ୍ୟଜନ୍ତୁ ପରିଚାଳନା ସମ୍ପର୍କରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ। ବନ୍ୟଜନ୍ତୁମାନଙ୍କର ହ୍ରାସ ଏକ ସାଧାରଣ ବିଷୟରେ ପରିଣତ ହେଲାଣି। ନିମ୍ନଲିଖିତ କାରଣଗୁଡ଼ିକ ଯୋଗୁଁ ବନ୍ୟଜୀବମାନଙ୍କ ଲୋପ ଘଟିଥାଏ। ଦେଖିବା କ'ଣ କ'ଣ କାରଣ ଅଛି ବନ୍ୟଜନ୍ତୁ ହ୍ରାସ ଘଟିବାର। ଜଙ୍ଗଲ ହ୍ରାସ, ପ୍ରାକୃତିକ ଜଙ୍ଗଲର ଧ୍ୱଂସ, ମନୁଷ୍ୟର ଶିକାର ମନୋବୃତ୍ତି, ପ୍ରାକୃତିକ ବାସସ୍ଥଳୀର ଘର ଅଭାବ, ଉପଯୁକ୍ତ ଖାଦ୍ୟ ଏବଂ ଜଳର ଅଭାବ, ପ୍ରଦୂଷିତ ନଦୀ, ଝରଣା ଜଳ, ମରୁଡ଼ି ଏବଂ ବନପୋଡ଼ି, ବନ୍ୟ ଓ ପଶୁପକ୍ଷୀମାନଙ୍କ ବ୍ୟାବସାୟିକ ସାମଗ୍ରୀ ରୂପେ ବ୍ୟବହାର, ଜଙ୍ଗଲର ଧ୍ୱଂସ ତଥା ଘଞ୍ଚତ୍ୱ ଲୋପ,
ବିଭିନ୍ନ ସଂକ୍ରାମକ ରୋଗ ଦ୍ୱାରା ଆକ୍ରାନ୍ତ ପଶୁପକ୍ଷୀମାନଙ୍କର ମୃତ୍ୟୁ। ପବନ ଶକ୍ତି ସମ୍ପର୍କରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ। ଭୂପୃଷ୍ଠ ଅଭିମୁଖୀ ସୌର ଶକ୍ତିର ପ୍ରାୟ 18% ବାୟୁମଣ୍ଡଳ ଦ୍ୱାରା ଅବଶୋଷିତ ହୁଏ। ଏହା ଫଳରେ ବିଭିନ୍ନ ଅଞ୍ଚଳରେ ଥିବା ବାୟୁମଣ୍ଡଳରେ ଭିନ୍ନ ଭିନ୍ନ ତାପମାତ୍ରା ସୃଷ୍ଟି ହୋଇ ପବନର ପ୍ରବାହ ସଂଗଠିତ କରାଏ। ପବନର ଗତିଜ ଶକ୍ତି ଦ୍ୱାରା ଜେନେରେଟରକୁ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରାଯାଇ ପାରୁଛି। ପବନ କଳରେ କେତେଗୁଡ଼ିଏ ପ୍ରୋପେଲର ଖଞ୍ଜାଯାଇଥାଏ। ପବନର ପ୍ରବାହରେ ପ୍ରୋପେଲରଟି ବୁଲେ ଏବଂ ଏହା ଜେନେରେଟରକୁ ବୁଲାଏ। ଏହା ଫଳରେ ବିଦ୍ୟୁତ୍ ଶକ୍ତି ଜାତ ହୁଏ। କେବଳ ଡେନମାର୍କରେ 5000 ପବନ କଳ ଚାଲୁଅଛି। ଏଥିରୁ ପ୍ରାୟ 2 ଲକ୍ଷ କିଲୋୱାଟ ପାୱାର ମିଳୁଅଛି। ପବନ କଳ ସାହାଯ୍ୟରେ ଭୂଗର୍ଭରୁ ପାଣି ଉଠାଇ ଜଳସେଚନ କରାଯାଇ ପାରିବ। ବାସଗୃହମାନଙ୍କୁ ବିଦ୍ୟୁତ୍ ଆଲୋକ ଯୋଗାଇ ହେବ ଇତ୍ୟାଦି। ପବନ କଳର ବହୁ ବ୍ୟବହାର ଯୋଗୁଁ ନେଦରଲ୍ୟାଣ୍ଡକୁ ପବନ କଳର ଦେଶ ବୋଲି କୁହାଯାଏ। ନେଦରଲ୍ୟାଣ୍ଡକୁ ପବନ କଳ ଦେଶ ପଡ଼ିଯାଏ। ସର୍ଟ କୋଶ୍ଚିନ୍ ତମର ପଡ଼ିପାରେ। ନେଦରଲ୍ୟାଣ୍ଡକୁ କ'ଣ କୁହାଯାଏ ବା ପବନ କଳ କାହାକୁ କୁହାଯାଏ? ପବନ କଳର ଦେଶ। ତମେ ଲେଖିବ ପବନ କଳ ଦେଶ ନେଦରଲ୍ୟାଣ୍ଡକୁ କୁହାଯାଏ। ଡେନମାର୍କ ସରକାରଙ୍କ ସହାୟତାରେ ପୁରୀର ସମୁଦ୍ର କୂଳ ବଳିଆପଣ୍ଡାଠାରେ ଓଡ଼ିଶା ସରକାର 20ଟି ପବନ ଚାଳିତ କଳ ବସାଇଛନ୍ତି। ଶକ୍ତି ସମ୍ବଳର ପାରମ୍ପରିକ ଉତ୍ସଗୁଡ଼ିକ ବର୍ଣ୍ଣନା କର। ପାରମ୍ପରିକ ଶକ୍ତିର ଉତ୍ସ। ଏହି ଉତ୍ସଗୁଡ଼ିକର ସୁଲଭ ଉପାୟରେ ବିନିଯୋଗ କରାଯାଇ ପାରୁଥିବାରୁ ଏବଂ ଏଥିରୁ ପ୍ରଚୁର ପରିମାଣ ଶକ୍ତି ମିଳୁଥିବାରୁ ଏହି ଉତ୍ସଗୁଡ଼ିକୁ ପାରମ୍ପରିକ ବା ପ୍ରଚଳିତ ଶକ୍ତିର ଉତ୍ସ କୁହାଯାଏ। କାଠ, କୋଇଲା, ଖଣିଜ ତୈଳ, ପ୍ରାକୃତିକ ଗ୍ୟାସ୍, ଆଣବିକ ଶକ୍ତି ପ୍ରଭୃତି ଏହାର ଅନ୍ତର୍ଗତ। ବର୍ତ୍ତମାନ ଶିଳ୍ପାୟନ ଯୁଗରେ ଅଧିକ ପରିମାଣର ଶକ୍ତି ଆବଶ୍ୟକ ହେଉଥିବାରୁ ପ୍ରଚଳିତ ଶକ୍ତି ଉତ୍ସଗୁଡ଼ିକର ଦ୍ରୁତ କ୍ଷୟ ଘଟୁଛି। ଉଦାହରଣ ସ୍ୱରୂପ ଜଙ୍ଗଲ ନଷ୍ଟ ହେଉଥିବାରୁ ଆସ୍ତେ ଆସ୍ତେ କାଠ ଉତ୍ପାଦନ କମିଯାଉଛି। ସେହିପରି କୋଇଲା ଏବଂ ପେଟ୍ରୋଲ ଭଣ୍ଡାର ମଧ୍ୟ ସରି ସରି ଆସୁଛି। ଯେହେତୁ ଏହି ଉତ୍ସଗୁଡ଼ିକ ସୀମିତ ତେଣୁ ଏଗୁଡ଼ିକ ଯେ ଶୀଘ୍ର ନିଃଶେଷ ହୋଇଯିବ ଏଥିରେ ସନ୍ଦେହ ନାହିଁ। ତେଣୁ ଏହି ଉତ୍ସକୁ ଅଣନବୀକରଣଯୋଗ୍ୟ ଉତ୍ସ ମଧ୍ୟ କୁହାଯାଏ। ଭୂଗର୍ଭରେ ପ୍ରାୟ 6000 ବିଲିୟନ ଟନ୍ କୋଇଲା ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ 200 ପୂର୍ବ ଏବଂ ପଶ୍ଚିମ ବିଲିୟନ ଟନ୍ କୋଇଲା ବ୍ୟବହାର ହୋଇ ସାରିଲାଣି। ଭାରତର ମୁଖ୍ୟ କୋଇଲା କ୍ଷେତ୍ରଗୁଡ଼ିକ ହେଲା ରାଣୀଗଞ୍ଜ, ଝରିଆ, ପୂର୍ବ ଏବଂ ପଶ୍ଚିମ ବୋକାରୋ, ମଧ୍ୟପ୍ରଦେଶ, ଓଡ଼ିଶାର ତାଳଚେର ଏବଂ ମହାରାଷ୍ଟ୍ର ଇତ୍ୟାଦି। ଏହିଗୁଡ଼ିକରେ କୋଇଲା ଖଣି। ଆଜିର ଭିଡ଼ିଓରେ ଆମେ 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।